ମହେନ୍ଦ୍ରଗିରି ଶିଖର କୁନ୍ତି ମନ୍ଦିରରୁ ଗଜପତି ଉତ୍ସବ 2025 ଶୁଭାରମ୍ଭ। ମହେନ୍ଦ୍ରଗିରି ଶିଖର ସ୍ଥିତ କୁନ୍ତି ମନ୍ଦିରରୁ ଗଜପତି ଉତ୍ସବ 2025 ଆଜି ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ ଆଜି ବଡ଼ି ଭୋରରୁ ଗଜପତି ମହୋତ୍ସବ ମଶାଲ କମିଟି ପାରଳାଖେମୁଣ୍ଡି ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରୁ ରାୟଗଡ଼ା ବ୍ଲକ ମହେନ୍ଦ୍ରଗିରିକୁ ଯାତ୍ରା କରିଥିଲେ। ମହେନ୍ଦ୍ରଗିରି ଶିଖରରେ ପହଞ୍ଚିବା ପରେ କୁନ୍ତି ମନ୍ଦିର ତଥା ଗୋକର୍ଣ୍ଣେଶ୍ୱର ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସହ ମଶାଲ ପ୍ରଜ୍ୱଳନ କରାଯାଇଥିଲା। ସେଠାରୁ ମଶାଲ ଶୋଭାଯାତ୍ରା ବାହାରିବା ପରେ କଇଁପୁର, ଜିରାଙ୍ଗ, ମଣ୍ଡଳ ସାହି, ରାମଗିରି, ଛେଳିଗଡ଼, ଆର୍ ଉଦୟଗିରି, ଖଜୁରୀପଦା, ରାୟଗଡ଼ା ଏବଂ ମାଛମରା ଦେଇ ପାରଳାଖେମୁଣ୍ଡି ବିଜୁ କଲ୍ୟାଣ ମଣ୍ଡପ ନିକଟରେ ଅପରାହ୍ନ 4:30 ସମୟରେ ମଶାଲ ପହଞ୍ଚିଥିଲା। ଭାରପ୍ରାପ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ମୁନିନ୍ଦ୍ର ହୋନଙ୍ଗା, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଗଜପତି ଶ୍ରୀଯୁକ୍ତ ପୃଥ୍ୱୀରାଜ ମଣ୍ଡଳ, ଉପଜିଲ୍ଲାପାଳ ପାରଳାଖେମୁଣ୍ଡି ଶ୍ରୀ ଅନୁପ ପଣ୍ଡା, ପାରଳାଖେମୁଣ୍ଡି ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ମହୋତ୍ସବର ମଶାଲକୁ ସ୍ୱାଗତ କରିଥିଲେ। ଗଜପତି ଉତ୍ସବ ମଶାଲକୁ ବିଜୁ କଲ୍ୟାଣ ମଣ୍ଡପ ପହଞ୍ଚିବା ପରେ ଜିଲ୍ଲାସ୍ତରୀୟ ଉତ୍ସବ କମିଟି ପକ୍ଷରୁ ସ୍ୱାଗତ କରାଯାଇ ବିଶାଳ ଶୋଭାଯାତ୍ରା ମାଧ୍ୟମରେ ଜଗନ୍ନାଥ ମନ୍ଦିର ନିକଟକୁ ଅଣାଯାଇଥିଲା ଓ ମଶାଲଟିକୁ ଜିଲ୍ଲାସ୍ତରୀୟ ଉତ୍ସବ ପର୍ଯ୍ୟନ୍ତ ମନ୍ଦିରରେ ରଖାଯିବ ଏବଂ ଉତ୍ସବର ପ୍ରଥମ ଦିନ ଏକ ବିରାଟ ଶୋଭାଯାତ୍ରାରେ ଜିଲ୍ଲାସ୍ତରୀୟ ଉତ୍ସବ ପଡ଼ିଆକୁ ନେବାର ସ୍ଥିର କରାଯାଇଛି। ଜଗନ୍ନାଥ ମନ୍ଦିରରେ ମଶାଲ ପହଞ୍ଚିବା ପରେ ସେଠାରୁ ଗୁମା ଓ କାଶୀନଗର ବ୍ଲକ ମଶାଲ ଶୋଭାଯାତ୍ରାକୁ ଭବ୍ୟ ସ୍ୱାଗତ କରିବା ସହ ନିଜ ନିଜ ବ୍ଲକ ସ୍ତରୀୟ ଉତ୍ସବ ସକାଶେ ମୁଖ୍ୟ ମଶାଲ ଦ୍ୱାରା ବ୍ଲକ ସ୍ତରୀୟ ଉତ୍ସବ ମଶାଲକୁ ପ୍ରଜ୍ୱଳିତ କରିନେଇଥିଲେ। ଏହି ମଶାଲ ଶୋଭାଯାତ୍ରାରେ ମଶାଲ କମିଟିର ଅଧ୍ୟକ୍ଷ ବାସୁଦେବ ଦାସ ସमेତ ବସନ୍ତ କୁମାର ପଣ୍ଡା, ପି ଅନିଲ କୁମାର, କେଦାରନାଥ ପାତ୍ର, ବସନ୍ତ କୁମାର, ହେମନ୍ତ ପ୍ରଧାନ, ଏସ୍ ଋଷି ଗଜପତି ଉତ୍ସବ ମଶାଲ ମହେନ୍ଦ୍ରଗିରି ଶିଖରର ମାନ୍ତା କୁର୍ତ୍ତୀ ମନ୍ଦିରରୁ ମଶାଲଟିକୁ ଆଣିଥିଲେ। ଜିଲ୍ଲା ସ୍ତରର ସମସ୍ତ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଜନପ୍ରତିନିଧିମାନଙ୍କ ଉପସ୍ଥିତିରେ ଗଜପତି ଉତ୍ସବ ମଶାଲକୁ ଭବ୍ୟ ସ୍ୱାଗତ କରିଥିଲେ। ମୋହନା, ଆର୍ ଉଦୟଗିରି, ନୂଆଗଡ଼, ରାୟଗଡ଼, ଗୋସାଣୀ ବ୍ଲକ ପାରଳାଖେମୁଣ୍ଡି ପହଞ୍ଚିବା ପୂର୍ବରୁ ସେମାନଙ୍କ ସୀମାରେ ଜିଲ୍ଲାସ୍ତରୀୟ ଉତ୍ସବ ମଶାଲକୁ ସ୍ୱାଗତ କରିବା ସହ ନିଜ ନିଜ ବ୍ଲକ ଉତ୍ସବ ପାଇଁ ବ୍ଲକ ସ୍ତରୀୟ ମଶାଲ ପ୍ରଜ୍ୱଳନ କରି ମହା ଆଡମ୍ବରରେ ନିଜ ନିଜ ବ୍ଲକ ଅଭିମୁଖେ ଗ୍ରସ୍ତ କରିଥିଲେ। ଆଜିର ଏହି ମଶାଲ ଶୋଭାଯାତ୍ରାରେ ସ୍ଥାନୀୟ ତହସିଲଦାର ଶ୍ରୀ ନାରାୟଣ ବେହେରା, ପାରଳାଖେମୁଣ୍ଡି ପୌର ପରିଷଦର ନିର୍ବାହୀ ଅଧିକାରୀ ଶ୍ରୀ ଲକ୍ଷ୍ମଣ କୁମାର ମୁର୍ମୁ, ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ଚ୍ଚନା କୁମାର ମଙ୍ଗରାଜ, ବରିଷ୍ଠ ନାଗରିକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଶ୍ରୀ ରଘୁନାଥ ପାତ୍ରଙ୍କ ସମେତ ଜିଲ୍ଲାସ୍ତରୀୟ ସମସ୍ତ ଅଧିକାରୀଗଣ ମଶାଲ ଶୋଭାଯାତ୍ରାରେ ଯୋଗ ଦେଇଥିଲେ। ଜିଲ୍ଲାର କଳା ଓ ସଂସ୍କୃତିକୁ ଉତ୍ସବ ମାଧ୍ୟମରେ ରାଜ୍ୟ ଓ ଜାତୀୟ ସ୍ତରରେ ପ୍ରଚାର ଓ ପ୍ରସାର କରାଯିବା ସହିତ ଗଜପତି ଉତ୍ସବ ଓ ପଲ୍ଲିଶ୍ରୀ ମେଳା 18/1/2026 ଠାରୁ 22/1/2026 ପର୍ଯ୍ୟନ୍ତ ଗଜପତି ଷ୍ଟାଡିୟମ ଠାରେ ଅନୁଷ୍ଠିତ ହେବାକୁ ଥିବା ବେଳେ ଏହି ମଶାଲ ଶୋଭାଯାତ୍ରା ଗଜପତି ଉତ୍ସବ ପାଳନର ବ୍ୟାପକ ପ୍ରଚାର ପ୍ରସାର ସକାଶେ ଗଜପତି ଉତ୍ସବ ପ୍ରଚାର ପ୍ରସାର କମିଟି ସଭ୍ୟମାନଙ୍କ ସହ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ ନେତୃତ୍ୱରେ ପ୍ରଚାର ପ୍ରସାରକୁ ବ୍ୟାପକ କରାଯାଇଥିଲା। ମଶାଲ ଶୋଭାଯାତ୍ରାରେ ସ୍ଥାନୀୟ ଜନତାଙ୍କ ସମେତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ବିଭିନ୍ନ ବର୍ଗର ଲୋକେ ସ୍ୱାଗତ ଓ ଉତ୍ସାହିତ ମଧ୍ୟ ପାରଳାଖେମୁଣ୍ଡିରେ କରିଥିଲେ। ଗଜପତିରୁ ରେଣୁବାଳା ବେହେରାଙ୍କ ରିପୋର୍ଟ, ବିଶ୍ୱ ବିଜୟୀ ନ୍ୟୁଜ ଓଡ଼ିଶା।